ଲଗାଣ ବର୍ଷା ପ୍ରଭାବରେ ବାସୁଦେବପୁର ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଯାହାଫଳରେ ଅନେକ ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ମଧ୍ୟରେ ଜୀବନ କାଟୁଛନ୍ତି। ସ୍ଥାନୀୟ ନେତା ଏବଂ ପ୍ରଶାସନିକ ଅଧିକାରୀମାନେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳକୁ ଯାଇ ବନ୍ୟାରେ ପ୍ରଭାବିତ ହୋଇଥିବା କ୍ଷେତ୍ର ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଜଳବନ୍ଦୀ ମଧ୍ୟରେ ବହୁ କଷ୍ଟରେ ଦିନ କାଟୁଛନ୍ତି, ହେଲେ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ ପ୍ରଶାସନ କି ନେତା। ହଁ ଦର୍ଶକ ବନ୍ଧୁ, ଏକଥା ଆମେ କହୁନାହୁଁ, ବନ୍ୟା ଜଳରେ ଜଳବନ୍ଦୀ ହୋଇ ରହିଥିବା ସାଧାରଣ ଲୋକ କହୁଛନ୍ତି। ବର୍ଷା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବନ୍ୟା ଜଳ ବୃଦ୍ଧି ପାଇବା କାରଣରୁ କେହି ରୋଜଗାର କରିବାକୁ ଘରୁ ବାହାରି ପାରୁନାହାନ୍ତି। ଏପଟେ ଚୁଲିରେ ପାଣି ପଶିଯିବା ଯୋଗୁଁ ରୋଷେଇ ମଧ୍ୟ ହୋଇପାରୁନାହିଁ। ଶୁଖିଲା ଖାଦ୍ୟ ଯାହା ଥିଲା ସେସବୁ ସରିଗଲାଣି। ପିଲାମାନେ ମଧ୍ୟ ସ୍କୁଲ କି କଲେଜ ଯିବା କିମ୍ବା ଟ୍ୟୁସନ ମଧ୍ୟ ଯାଇପାରୁନାହାନ୍ତି। ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନର ବ୍ୟବସ୍ଥା କରାଗଲେ ବନ୍ୟା ପରିସ୍ଥିତି ଭଳି ସମସ୍ୟାରୁ ମୁକ୍ତି ପାଇପାରିଥାନ୍ତି ବୋଲି ସାଧାରଣରେ ଦାବି ହେଉଛି। ସେହିପରି ବାସୁଦେବପୁର ପୌରାଞ୍ଚଳରେ ନଈରେ ବନ୍ୟା ଜଳ ବୃଦ୍ଧି ପାଇବା କାରଣରୁ ଜଳବନ୍ଦୀ ଥିବା ଗୋଟିଏ ପରିବାର 5 ଜଣ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ସୁଦର୍ଶନପୁର ପଞ୍ଚାୟତର ଜଗନ୍ନାଥରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ଅଗ୍ନିଶମ ବାହିନୀ ସହିତ ବାସୁଦେବପୁର ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ଖାଇବା ବ୍ୟବସ୍ଥା କରାଯାଇଛି। राजेंद्र प्रसाद संस्था आज जो रेस्क्यू है गोटे परिवार जलमग्न कौन कहे यहाँ सर बहुत विपदपूर्ण काम। नदी पानी अति ये थिला करेन्ट थिला जहाँफल आमको ऑपरेशन करने बहुत कष्ट लगे। तथापि आम सार को लेकिन जाइलु रेस्क्यू कलु। 4 जन तो ताहरी भितर थे, तत्सहित पशु जंतु गोटे कुकुर था आम रेस्क्यू कलु। जीवंत और अक्षत अवस्था समस्त को रेस्क्यू कर रेस्क्यू करी सर कौन कहे सर ये जो आज बन्या रेस्क्यू करागला गोटे परिवार जलमग्न गोटे परिवार से सहर मुख्य अंचल छाड़ी बिल भितर घर कर रोते गला काली पर्यंत यातायात कर कौन असुविधा नाला, किंतु आज सकाळे वर्षा एवं आमर जुआर जो गमनागमन रास्ता संपूर्ण भाव बुड़ी जाता और घरटी जलबंदी हो जाता। से 4 जन सदस्य से परिवार रोते। आम अग्निशम विभाग और पुलिस मिलित प्रयास आज उद्धार कर बर्तमान आम जो जानते ब्लॉक तरफ जगन्नाथ आमर रिहाबिलिटेशन बा रेस्क्यू सेंटर कर खाद्यर बंदोबस्त कर सब अन्य सुविधा सुजोग जोगाई दि जाए। बर्तमान से जगन्नाथ साइक्लोन सेंटर रखा नहीं केवल परिवार जो 4 जन ये रोचे से समस्त को पठे दि जाए। जलस्तर कमिला पुणी घर छाड़देवाई आम दायित्व ग्रहण कर। भद्रक बासुदेवपुर रंजन मल्लिक रिपोर्ट न्यूज 88 ओडिशा।